ଷୋଳରୁ ଅଧିକା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ହଁ ଦର୍ଶକ ବନ୍ଧୁ, ଷୋଳରୁ ଅଧିକା ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ଯେଉଁ ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ହେବ ଦର୍ଶକ ବନ୍ଧୁ, ସେହି ଜିଲ୍ଲାମାନଙ୍କର 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ ଏବଂ ଯେଉଁ ଜିଲ୍ଲାମାନଙ୍କର ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାମାନଙ୍କରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ତାହା ସହ ବିଜୁଳି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଆଜି ହେଉଛି ଜୁନ 29 ତାରିଖ ସୋମବାର 2026। ଆସନ୍ତୁ ଜାଣିବା ଆଜି କେଉଁ କେଉଁ ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ତାହା ସହ କେଉଁ କେଉଁ ଜିଲ୍ଲାମାନଙ୍କର ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ପୁଣି ପାଣିପାଗ ଅପଡେଟ୍ ଖବରରେ ଆପଣମାନଙ୍କୁ ସ୍ୱାଗତ। ଭାରତୀୟ ପାଣିପାଗ IMD ସୂଚନା ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ବରଗଡ଼, ବାଲେଶ୍ୱର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଏହି ଜିଲ୍ଲାମାନଙ୍କର ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସବୁଦିନ ସର୍ବପ୍ରଥମେ ପାଇପାରିବେ। ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାମାନଙ୍କର 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ। ଦର୍ଶକ ବନ୍ଧୁ, ଏହି ଜିଲ୍ଲାମାନଙ୍କର ବର୍ଷା ସମୟରେ 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ଦର୍ଶକ ବନ୍ଧୁ, ଆପଣମାନେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଆଜିର ପାଣିପାଗ ଅପଡେଟ୍ ଖବରକୁ ନିହାତି ସେୟାର କରନ୍ତୁ, କାହିଁକି ନା ଚାଷୀମାନେ ପାଣିପାଗ ଅପଡେଟ୍ ଖବର ଜାଣିବା ପାଇଁ ନିହାତି ଜରୁରୀ। ଏବେ ବର୍ତ୍ତମାନ ଜାଣିବା କେଉଁ କେଉଁ ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର। ତାହା ସହ କେଉଁ ଜିଲ୍ଲାମାନଙ୍କରେ ବର୍ଷା ସମୟରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା। ଦର୍ଶକ ବନ୍ଧୁ, ଏଭଳି ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଜାଣିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଯାହାଫଳରେ ସବୁଦିନ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସବୁଦିନ ପାଇପାରିବେ। ଆଜିର ପାଣିପାଗ ଅପଡେଟ୍ ଖବରଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ।